हेलो फ्रेंड्स, गुड मॉर्निंग, जय जगन्नाथ। आज ना এটা হচ্ছে আপনার 26 তারিখ হচ্ছে ভিডিও। ଏ ବହୁତ ବର୍ଷା, ପ୍ରବଳ ବର୍ଷା। ଦେଖନ୍ତୁ ଏସିରୁ କେମିତି ପାଣି ପୁରା ଗଡ଼ୁଛି। ମାନେ ଏତିକି ବର୍ଷା ଯେ କୁହନ୍ତୁନି, ଆଉ ଛାତରେ ବି ଏତିକି ପାଣି ଗଡ଼ିଛି। ଏଇଟା ବାହାରେ ଅଫିସ୍ ଯିବା ଟାଇମ୍ର ଫଟୋ। ଯେତେ ବର୍ଷା ହେଲେ ବି ତ ଅଫିସ୍ ଯିବା ପାଇଁ ପଡ଼ିବ। ଆଉ ମୁଁ ଏମିତି ଡେଲି 8:10-15ରେ ଅଫିସ୍ ପଳାଏ, କିନ୍ତୁ ଏଇଟା 9:20ର ଫଟୋଟା। ମାନେ ଏତିକି ବର୍ଷା କୁହନ୍ତୁନି। ଆଉ ଏଇ ବର୍ଷର ଏଇଟା ବୋଧେ ଫାଷ୍ଟ ମାନେ ଏତେ ସ୍ପିଡ଼ ବର୍ଷା। ଆଉ ତାପରେ ମୁଁ କହିଲି କି ଚାଲ ଅଫିସ୍ ତ ଯେମିତି ହେଲେ ବି ଯିବା ପାଇଁ ପଡ଼ିବ। ଦେଖିଲା ବେଳକୁ ଆଉ 2 ଜଣ ମୋର ଯେଉଁ ଅଫିସ୍ରେ ଅଛନ୍ତି କଲିକ୍, ସେମାନେ ଆସିନଥିଲେ। ବହୁତ ଜଣ ଲେଟ୍ରେ ଆସିଲେ, କିନ୍ତୁ ଏତେ ବର୍ଷା କେମିତି ଆସିବେ। ତାପରେ ମୁଁ ଏଇଟା ବାହାରିଲି, ରାସ୍ତା ଦେଖୁଛନ୍ତି କେମିତି ହେଇଛି। ପାଣି ପୁରା ଭର୍ତ୍ତି ଚାରିପଟେ ଥିଲା। ଆଉ ମୁଁ ବି ଏଇଟା ଏଇ ଇୟର୍ର ଫାଷ୍ଟ ଟାଇମ୍ ଏତେ ବର୍ଷା ଦେଖିଲି ଏଇଠି। କିନ୍ତୁ ଟିକେ ଟାଇମ୍ ପାଇଁ ମନ ଉପଭୋଗ ବି କରେ। ଆଉ ବେଳେବେଳେ ମନ ବହୁତ ଦୁଃଖ ଲାଗେ କି ଯାହାର ପାଖରେ କିଛି ବି ବ୍ୟବସ୍ଥା ନାହିଁ, ସେମାନେ କେତେ କଷ୍ଟ କରୁଥିବେ। ସେଥିପାଇଁ ଭାବିକି ବି ଲାଗେ କି ନାଇଁ, ବର୍ଷା ରହିଗଲେ ଭଲ। କିନ୍ତୁ ଏପଟେ ଆମର ପାଖରେ ସବୁ ବ୍ୟବସ୍ଥା ଅଛି ବୋଲି ଆମକୁ ବର୍ଷା ଦିନ ଆମ ପାଇଁ ଭଲ ଲାଗେ ବେଳେବେଳେ। ଆଉ ଅନ୍ୟମାନଙ୍କର ପାଇଁ ଦୁଃଖର ଦିନ। ତ ଚାଲନ୍ତୁ, ଯାହା ବି ହଉ, ସିଜନାଲ୍ ତ ସବୁ କିଛି ଆମକୁ ଉପଭୋଗ କରିବା ପାଇଁ ପଡ଼ିବ। ଗରମ ଦିନରେ ଗରମ ସହିବା ପାଇଁ ପଡ଼ିବ, ଖରା ଦିନରେ ଥଣ୍ଡା ଦିନରେ ଥଣ୍ଡା ସହିବା ପାଇଁ ପଡ଼ିବ। ଦେଖନ୍ତୁ ଅଫିସ୍ରେ ପହଞ୍ଚିଲା ବେଳେ ଦେଖୁଛନ୍ତି, ମୁଁ ଆଉ ଏଠି इधर से ଯାଇପାରିଲିନି भी କ୍ରସ୍ पूरा କରି। पानी ଏତିକି ପାଣି, भाई। ମାନେ ମୋର ଜୋତା ପୁରା ଭିଜିଯିବ। ତ ମୁଁ ଏଇଟା ଆଉ ଗୋଟେ ପଛ ରାସ୍ତାରୁ ଯାଉଛି। ସେପଟେ ବି ଦେଖନ୍ତୁ ପୁରା ପାଣି, ସେପଟେ ବି ଭର୍ତ୍ତି। ମୁଁ ଯେତେ ଚେଷ୍ଟା ବି କଲି, କିନ୍ତୁ ମୋର ସୁ ଯାଇ ପୁରା ଭିଜି ଯାଇଥିଲା ପାଣି। ଆଉ ମୁଁ ରେନି ସୁ ପିନ୍ଧିନଥିଲି, ଲେଦର ସୁ हाँ ପିନ୍ଧିଥିଲି। ବଟ୍ मेरे ଚଳିବ। को लगा कि ଦେଖନ୍ତୁ इतना କେତିକି बारिश पड़ रहा ପାଣି। ଆଉ ଏଇ ବର୍ଷା ପାଗ ଦେଲେ ତ ଜାଣିଛନ୍ତି ଟିକେ ଭଲ ଖାଇବା ପାଇଁ ଇଚ୍ଛା ହୁଏ। ତ ମୁଁ ଆଜି ମୋ ବାବାଙ୍କର ପୁରା ସ୍ପେଶିଆଲ ଆଳୁ ତରକାରୀ ଆଉ ପୁରୀ ଆପଣମାନଙ୍କୁ ରେସିପି ଦେଖେଇବି। ବିନା ସ୍କିପ୍ କରିକି ଦେଖିବେ। ବିନା ମାନେ ମସଲା ତେଲରେ ବହୁତ ବଢ଼ିଆ ଆଳୁ ତରକାରୀ, ଆଉ ତା ସହିତ ପୁରୀ। ବର୍ଷା ଦେଲେ ଟିକେ ମନ ଇଚ୍ଛା ହୁଏ ନା ଟିକେ ଭଲ ଖାଇବି। ମୋତେ ତ ଭାତ ଖାଇବା ପାଇଁ ଇଚ୍ଛା ହୁଏନି। ମୁଁ ଆପଣମାନଙ୍କୁ ଦେଖେଇନି, ମୁଁ ଆଉ ଲଞ୍ଚରେ ଆଜି ଆସିନଥିଲି, ମ୍ୟାଗି ବନେଇକି ନେଇଯାଇଥିଲି ଏକା ସହିତ। ତ ମୁଁ ଆଜି ମ୍ୟାଗି ଖାଇକିନା ହିଁ ଲଞ୍ଚରେ ରହିଯାଇଥିଲି। ତାପରେ ରାତିରେ ଆସିଲି ତ ଟିକେ ଚଟପଟା ଖାଇବା ପାଇଁ ଇଚ୍ଛା ହେଲା। ଲାଗିଲା କି ନା, ଏତେ ବର୍ଷା, ରାତିରେ ବି ପ୍ରବଳ ବର୍ଷା ହେଉଥିଲା ଏଇ ଟାଇମ୍ରେ ବି। ତାପରେ ମୋର ମନେ ପଡ଼ିଲା ଛୋଟବେଳ କଥା। ମୋର ବାବା ଏମିତି ଛୋଟବେଳେ ଆମେ ପୁରୀ, ମୁଁ ଶୋଇ ପଡ଼ିଥିବି ଯଦି ବି ନିଦରେ ନା, ଚାଲ ପୁରୀ ତରକାରୀ ବନେଇବା କହିଲେ ମୁଁ ଉଠିଯାଏ ନିଦରୁ। ତ ମୋତେ ପୁଣି ମନେ ପଡ଼ିଲା ମୋର ବାବାଙ୍କର ଭଳିଆ ମୁଁ ବି ବହୁତ ପୁରୀ ତରକାରୀ, ଏଇ ତରକାରୀ ବହୁତ ପସନ୍ଦ ମୋର। ତ ମୁଁ ଆଜି କେମିତି ତରକାରୀଟା ବନେଇବି ଆପଣମାନେ ଦେଖିବେ ବିନା ସ୍କିପ୍ କରିକି। ଆପଣମାନଙ୍କୁ ଯଦି ଭଲ ଲାଗିବ ମୋ ରେସିପି, ତାହେଲେ ଆପଣ ନିଶ୍ଚୟ ଟ୍ରାଏ ବି କରିବେ। ଆଉ ବିନା ତେଲ ମସଲା ଆଉ ବହୁତ କମ୍ ଟାଇମ୍ରେ ହେଇଯିବ। ଏମିତି ବି ମୋର ଅଟା ଗୁଳା ଫ୍ରିଜ୍ରେ ଥିଲା, ତ ପୁରୀ ପାଇଁ ବେଶୀ ଟାଇମ୍ ଲାଗିଲାନି। କିନ୍ତୁ ତରକାରୀ ପାଇଁ ମୋତେ ପ୍ରିପେୟାର କରିବା ପାଇଁ ଗୋଟେ ବଡ଼ ପିଆଜ ମୁଁ ଆଗ ନେଇଗଲି। ତାକୁ ଦେଖନ୍ତୁ ପୁରା ଏମିତି ଚପ୍ କରିଦେଲି। ତାପରେ ଆଳୁ କାଟିକି 3ଟା ରଖିଦେଇଥିଲି ମୋ ଖାଇବା ସାଇଜ୍ରେ। ତାପରେ ଦେଖନ୍ତୁ କଡ଼େଇରେ ତେଲ ବସାଇ ନେଲି। ଏତିକି ତେଲ ଦେଇଛି। ତାପରେ ତେଲ ଗରମ ହେଇଯିବ। ଏବେ ତେଲ ଗରମ ହେଇଗଲେ ନା, ଏଥିରେ ମୁଁ ଟିକେ କଡ଼େଇରେ ଚାରିପଟେ ତେଲଟାକୁ ଖେଳେଇ ଦେଉଛି, ତାକି ପରିବା ଗୁଡ଼ା ଯେଉଁ ଆଳୁଟା ଲାଗିବନି, କଡ଼େଇରେ ପୋଡ଼ିବନି। ତାପରେ ଦେଖନ୍ତୁ ସବୁଠୁ ଫାଷ୍ଟ ନା ହିଙ୍ଗୁ ଦେବେ। ଏ ତରକାରୀଟା ପୁରା ହିଙ୍ଗୁର ହିଁ ସ୍ମେଲ୍ ଆସିବ, ଟିକେ ହିଙ୍ଗୁ ବେଶୀ ୟୁଜ୍ କରିବେ। ତାପରେ କିଛି ନାହିଁ, କଳା ଜିରା, ଲାଲ ଶୁଖିଲା ଲଙ୍କା ଆଉ ଗୋଟେ ଇଲାଇଚି, ଡାଲଚିନି ଟିକେ ଦେଇଥିଲି। ତାପରେ ଦେଖନ୍ତୁ ପିଆଜକୁ ଏମିତି ଭାଜିଦେବେ। ଏହା ସହିତ ନା ମୋ ବାପା ଆଉ ଗୋଟେ ଜିନିଷ ବି କରନ୍ତି, କଚୋଡ଼ି। ଏଇ ଆଳୁ ତରକାରୀରେ କଚୋଡ଼ି ବି ବହୁତ ଟେଷ୍ଟ ଲାଗେ, ବହୁତ ଟେଷ୍ଟ। ଏଇଟାକୁ କୁହନ୍ତି ହିଙ୍ଗୁ କଚୋଡ଼ି ଆଉ ଯେଉଁ ଆଳୁ ତରକାରୀ। ତ ଏଇଟା ସନ୍ତୁଳା ଟାଇପ୍ର ଆଳୁଟା ହେବ। ମାନେ ଏତେ ଏଠି ଦେଖନ୍ତୁ ମୁଁ କିଛି ବି ଅଦା ରସୁଣ କିଛି ୟୁଜ୍ କରିବିନି। ତାପରେ ଏବେ ୟାକୁ ପୁରା ଲାଲ ହେବା ଯାଏଁ ଟିକେ ଭାଜି ନେବି। ଟମାଟୋ ପଡ଼ିବ। ଆମର ବାପା ଝିଅର ଏଇଟା ହେଲା ମାନେ ଆମ ଛୋଟ ଭାଇ କହୁଛି, ଆମର 3 ଜଣଙ୍କର ଫ୍ୟାମିଲିରେ ଏଇଟା ବହୁତ ଫେଭରାଇଟ୍ ଡିଶ୍। ଆପଣମାନେ ବି ଟ୍ରାଏ କରିପାରିବେ ବର୍ଷା ଫର୍ଷା ପାଗରେ। ଗରମ ଦିନରେ ତ ତେଲ ଫେଲ ଖାଇବା ପାଇଁ ଇଚ୍ଛା ହୁଏନି। ତାପରେ ଦେଖନ୍ତୁ ମୁଁ ଟିକେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ଆଉ ଟିକେ ଲୁଣ ସ୍ୱାଦ ଅନୁସାରେ
ଏଠି ପକେଇଦେଲି। ତାପରେ ୟାକୁ ମୁଁ ଏବେ ଭାଜିବି। ଆଉ ଛୋଟବେଳ କଥା ଏଇ ଖାଇବା ଦେଖିଲେ ମନେ ପଡ଼େ। ଏଇଟାକୁ ମୁଁ ଚଲେଇ ଦେଇଥିଲି। ଏବେ ଏଠି ମୁଁ ଏମିତିକି ଟିକେ ଧନିଆ ଗୁଣ୍ଡ ଆଉ ଟିକେ ଜିରା ଗୁଣ୍ଡ ଆପଣ ଦେବେ ଯଦି ସେଇଟା ଆଡ଼ିସନାଲ୍ ସ୍କିପ୍ ବି କରିପାରିବେ, କିନ୍ତୁ ଦେଲେ ଟିକେ ଟେଷ୍ଟ ଆଉ ଟିକେ ଭଲ ଆସେ, ସେଥିପାଇଁ ମୁଁ ଟିକେ ଦେବି ଏଥିରେ। ହଉ କିଏ ଆସିବ ସେ ଛୋଟ ଦିନ, ଯେ ଛୋଟ ପିଲାବେଳ ଟାଇମ୍। ଦେଖନ୍ତୁ ଟିକେ ଜିରା ଗୁଣ୍ଡ ଦେଲି। ବାପା ସେଥିପାଇଁ ଛୋଟବେଳେ ଏମିତି ଗପ ବି ଶୁଣେଇ ଦିଅନ୍ତି, କହିବେ କି ଯେଉଁ ମାନେ ସମୟ ଗୋଟେ ଏମିତି ଜିନିଷ। ଟିକେ ଧନିଆ ଗୁଣ୍ଡ ଦେଲି, କହିବେ ଛୁଆବେଳେ ଗୋଟେ ଏମିତି ଜିନିଷ ଥରେ ପଳେଇଲେ ଆଉ ଆସିବନି। ଦୁଇଟା ଟମାଟୋ ରଖିଥିଲି ଛୋଟ ଛୋଟ, ତାକୁ କାଟିକି ଦେଇଦେଲି। ଟମାଟୋଟାକୁ ଟିକେ ଭାଜି ନେବା। ଏମିତି ଆଗରେ ଛୋଟ ଥିଲି ନା, ଏମିତି ବର୍ଷା ହେଉଥିଲା, ଆମ ଘର ପୁରା ଗାଁରେ ଥିଲା, ମାନେ ଏତେ ଟାଉନ୍ ଟାଇପ୍ର ନଥିଲା। ତ ସେଇ ଟାଇମ୍ରେ ଏମିତି ବଡ଼ ବଡ଼ ଲାଇନ୍ ଟ୍ରକ୍ ବାଲା ଆସନ୍ତି, ଆଉ ବେଙ୍ଗ ପୁରା କେଁ କଟର କରୁଥିବେ। ଗାଁରେ ଏତେ ଘର ଦ୍ୱାର ନାହିଁ। ଆଉ ସନ୍ଧ୍ୟାବେଳେ ମୋ ବାପାଙ୍କ ସହିତ ସେମାନେ ଆମ ଘର ପଛ ସାଇଡ଼୍ରେ ବାପାଙ୍କୁ ପରମିସନ୍ ନେଇକି ରହୁଥାନ୍ତି ବାରଣ୍ଡାରେ। ତ ବାପା ତାଙ୍କର ପାଖରେ ଏମିତି କଥା ହେବା ପାଇଁ ଯାଇଥିବେ, ତ ମୁଁ ଛୋଟ ପିଲା ଥିଲି, ମୋତେ ନେଇଯାଆନ୍ତି। ତ ନେଇଗଲେ ନା, ସେମାନେ ଅଣ୍ଡା ତରକାରୀ ଆଉ ଭାତ କରିଥିବେ। ପରିବା ଏତେ ଗାଁରେ ମିଳେନି ବର୍ଷା ହେଲେ। ଏବେ ଦେଖନ୍ତୁ ମୁଁ ତାକୁ ଇଏକୁ ଟ୍ରାନ୍ସଫର୍ କରିଦେଉଛି ପ୍ରେସରରେ। ଏବେ ତାକୁ ସିମ୍ରେ 3ଟା ସିଟି ଦେଇଦେବା। ଗରମ ପାଣି ଦେଇଦେବା, ଟିକେ ଗରମ ପାଣି ହିଁ ୟୁଜ୍ କରିବେ। ତାପରେ ମୋତେ ଅଣ୍ଡା ତରକାରୀ ଭାତ ସେମାନେ ଖାଉଥିବେ, ଖାଇବା ମାନେ ବନେଇଥିବେ, ଖାଇବା ପାଇଁ ଦେବେ। ମୋ ବାପାଙ୍କର ପଟେ ଅନେଇବି, ପରମିସନ୍ ଦେଲେ ଖାଇବି ନା, ନହେଲେ ଘରେ ମାଡ଼ ଖାଇବି ବହେ। ତାପରେ ବାପାଙ୍କର ପଟେ ଅନେଇବି, ବାପା ହଁ ଖା କହିଲେ ମୁଁ ଖାଇବି। ସେଇଟା ମୋତେ କ'ଣ ପାଇଁ କେଜାଣି ମୋର ଛୋଟବେଳେ ବହୁତ ମନେ ପଡ଼େ। ମୁଁ ବହୁତ ମିସ୍ କରେ ମୋର ସେଇ ଛୋଟବେଳକୁ। କିଏ ଦେଲେ ଖାଇ ଦେଉଥିଲି, କିଏ ଡାକିଲେ ବୁଲିବା ପାଇଁ ବି ଯାଉଥିଲି। ଏବେ ବଡ଼ ହେଲା ପରେ ସତରେ ଆଉ ମାନେ ସେଇ ଛୋଟବେଳ ହିଁ ବେଶୀ ମନେ ପଡ଼ୁଛି। ଆଉ ଲାଗୁଛି କି ନାହିଁ ସେଇ ପିଲାବେଳ ହିଁ ସତରେ ବହୁତ ଭଲ ଥିଲା। ତାପରେ ଦେଖନ୍ତୁ ଏବେ ପୁରୀ ବନେଇ ନେବା। ସେପଟେ ତରକାରୀ ତାର ହେଉଥାଉ, କ'ଣ ପାଇଁ ନା ମୁଁ ସନ୍ଧ୍ୟାରେ ଆସିଲା ବେଳକୁ ମୋତେ ପ୍ରବଳ ଭୋକ। ମୁଁ ଗୋଟେ ସେଇ ଯେଉଁ 5 ଟଙ୍କିଆ ଇପି ଗୁଡ଼ା, 10 ଟଙ୍କିଆ ଇପି ଗୁଡ଼ା 2ଟା ବନେଇଥିଲି। ସେଥିରେ ବ୍ରେକଫାଷ୍ଟ ଲଞ୍ଚ କଲି, ତ ମୋତେ ଭୋକ ଲାଗିବ, ତ ମୋତେ ପ୍ରବଳ ଭୋକ। ତାପରେ ଏଇଟା ମୁଁ ଦୌଡ଼ିକି ଯାଇକି ସାଙ୍ଗେ ସାଙ୍ଗେ ବନେଇଛି। କ'ଣ ବନେଇବି ସର୍ଟକଟ୍ରେ, କିନ୍ତୁ ଆଇଡ଼ିଆ କିଛି ଖରାପ ନଥିଲା। ଖାଇବାରେ ମୋତେ ବହୁତ ତୃପ୍ତି ମିଳିଲା, ଯେଉଁଟାକି ସାଟିସ୍ଫ୍ୟାକ୍ସନ୍। ଗୋଟେ ତୃପ୍ତି ନ ମିଳିଲେ, ପେଟ ଖାଲି ଭରିଗଲେ ମୋତେ ଭଲ ଲାଗେନି। ବରଂ ପେଟ ନ ଭରୁ, କିନ୍ତୁ ତୃପ୍ତି ମିଳୁ ଯେ ହଁ ମୁଁ ଗୋଟେ ଭଲ ଜିନିଷଟେ ଖାଇଲି। ଆଉ ତାପରେ ଦେଖନ୍ତୁ ତାକୁ ପୁରୀକୁ ଟିକେ ଟିକେ ତେଲ ଲଗେଇକି ବେଲି ନେଲି। ତାପରେ ଏବେ ଗୋଟେ ପରେ ଗୋଟେ ଆମେ ତାକୁ ଆଗ ବେଲିକି ରଖିନେଲି। କ'ଣ ପାଇଁ, ଏକୁଟିଆ କଲାବେଳେ ଟିକେ କଷ୍ଟ ଲାଗେ ନା, ଲାଖିଯିବ ଏକାଠି। ସେଥିପାଇଁ ମୁଁ ମୋର ଖାଇବା ହିସାବରେ 6-7ଟା ବୋଧେ ହେଇଥିଲା, ମୁଁ ତାକୁ ବେଲି ନେଉଛି। ଆଗ ବେଲିକି ଗୋଟେ ପ୍ଲେଟ୍ରେ ରଖିନେବି। ତାପରେ ସେଇ ଟାଇମ୍ରେ ଭିତରେ ମୋର ତେଲ ବି 10 ମିନିଟ୍ ଲାଗୁନି, 5 ମିନିଟ୍ ଗରମ ହେଇଯାଉଛି। ତାପରେ ଦେଖନ୍ତୁ ଟିଫିନ୍ରେ ମୁଁ ଗୁଳା କରିକି ଡାଇରେକ୍ଟ ରଖିଦେଇଥିଲି। ଏମିତି ରଖିଦିଏ ମୁଁ, ତାକି ମୋତେ କାମରୁ ଏତେ ଷ୍ଟ୍ରେସ୍ ହେବନି। ଖାଇବା ପାଇଁ ଇଚ୍ଛା ହେଲେ ମୁଁ ଫଟାଫଟ ଫ୍ରିଜ୍ରୁ ବାହାର କରିନିଏ। ଏମିତି ମୁଁ ବିରି ଚାଉଳ ବି ବାଟିକି ଫ୍ରିଜ୍ରେ ରଖେ, ରସୁଣ ଛଡ଼େଇକି ରଖେ, ଲଙ୍କାକୁ ଛଡ଼େଇକି ରଖେ। ମାନେ କିଛି କିଛି କାମ ରୋଷେଇ ପାଇଁ ରେଡ଼ି କରି ରଖିଦେଲେ କ'ଣ କି ଟିକେ ଷ୍ଟ୍ରେସ୍ କମ୍ ଲାଗେ। ନହେଲେ ଅଫିସ୍ରେ କର, ଘରେ କର, ମୁଁ ମେଣ୍ଟାଲି ଫିଜିକାଲି ବହୁତ ଥକିଯାଏ। ତାପରେ ବି ତ ଦୁନିଆରେ ବଞ୍ଚିବା ପାଇଁ ପଡ଼ିବ, ଖାଇବା ପାଇଁ ପଡ଼ିବ, ସବୁ କରିବା ପାଇଁ ପଡ଼ିବ। କ'ଣ କରିବା କୁହନ୍ତୁ। ଏବେ ଦେଖନ୍ତୁ ମୋର ପୁରୀ ଏବେ ଗୋଟେ ପରେ ଗୋଟେ କେତେ ସୁନ୍ଦର ଫୁଲି ଯାଉଛି, ଦେଖୁଛନ୍ତି। ଏମିତି ପୁରା ଫୁଲିଗଲେ ବଢ଼ିଆ ଲାଗେ ପୁରୀ ଖାଇବା ପାଇଁ। ଆଉ ଏମିତି ଯଦି ଛାଣିବେ ନା, ତାହେଲେ ଟିକେ ବି ଆପଣଙ୍କ ପୁରୀରେ ତେଲ ତ ପୁରୀରେ ଆସିବ, କିନ୍ତୁ ଏମିତି କଲେ ମୋର ତେଲ ଟିକେ ବି ଟାଣି ନଥିଲା। ପୁରୀରେ ଦେଖିବେ ମୋର ଯେତିକି ତେଲ ଅଛି ସେତିକି ତେଲ ହିଁ ଥିବ। ଅଟାଟାକୁ ଟିକେ ଟାଇଟ୍ କି ଦଳିବେ, ବହୁତ ଟାଇଟ୍ ଦଳିଲେ ବି ଭଲ ଲାଗିବନି। ଟିକେ ମାନେ ନର୍ମାଲ୍ ଅଟା, ରୁଟି ଅଟାରୁ ଟିକେ ଟାଇଟ୍ ଦଳିବେ। ଆଉ ମୁଁ ତ କଞ୍ଚା ତେଲ ୟୁଜ୍ କରେନି, କିନ୍ତୁ ଖାଇବାଟା ନା ଏତେ ଟେଷ୍ଟି ହେଇଥିଲା କୁହନ୍ତୁନି। ଆଉ ତ ଭୋକ ପ୍ରବଳକୁ ଏଇ ଟାଇପ୍ର ପୁରା ଫୁଲକା ଫୁଲକା ପୁରୀ ଆଉ ଆଳୁ। ଏଇଟା ଆଳୁର ଚଡ଼ଚଡ଼ି କୁହନ୍ତି ବଙ୍ଗାଳୀମାନେ, କିନ୍ତୁ ଆମେ ତ ଚଡ଼ଚଡ଼ି କହୁନି, ବେଙ୍ଗଲୀରେ ୟାକୁ ଚଡ଼ଚଡ଼ି କୁହନ୍ତି। ଆଉ ମୋତେ କିନ୍ତୁ ଏମିତି ଆଳୁ ତରକାରୀ, ଆଉ ଗୋଟେ ଆମର ଆଗରୁ ଛୋଟବେଳେ କଚଡ଼ି ବାପା ବନାଉଥିଲେ, ସେ ହିଙ୍ଗୁ କଚଡ଼ି, ସେ କଚଡ଼ି ସହିତ ବି ଏଇଟା ମୋତେ ବହୁତ ଭଲ ଲାଗେ। ଆଉ ସେ କଚଡ଼ି ବନେଇବା ପାଇଁ ତ ଟିକେ ଟାଇମ୍ ଲାଗେ, ମୋତେ ଏକୁଟିଆରେ ଟିକେ କଷ୍ଟ, ସେଥିପାଇଁ ମୁଁ କଲିନି।
ଆଉ ନହେଲେ ମୋତେ ସେଇଟା ବି ତିଆରି କରିବା ପାଇଁ ଆସେ। ଦେଖନ୍ତୁ ମୁଁ ନିଜେ ଖାଇବି। ତ ମୁଁ ଏମିତି ବି ଛୋଟବେଳଠୁ ମୋ ବାପା ଆଉ ମୋ ତ ଛୋଟ ଭାଇ ସେମାନେ ବି ବହୁତ ମାନେ ଭଲ ପ୍ରିପାରେସନ୍ କରନ୍ତି ଖାଇବା ଜିନିଷ। ଏଇନା ତ ଲୋକ ୟୁଟ୍ୟୁବ୍ ଦେଖିକି ଶିଖୁଛନ୍ତି, ସେତେବେଳେ ୟୁଟ୍ୟୁବ୍ରେ ଏତିକି ଏଗୁଡ଼ା ନଥିଲା। ତାପରେ ବି ସେମାନେ ବହୁତ ବଢ଼ିଆ ଟେଷ୍ଟି ଖାଇବା ବନାଉଥିଲେ ସେଇ ଟାଇମ୍ରେ। ତାପରେ ମୋର ଏବେ ଦେଖନ୍ତୁ ପୁରୀ ମୋର ହିସାବରେ ଯେଟା ଖାଇବା କଥା ଛାଣି ନେଲି। ସତ କଥା ସାଙ୍ଗମାନେ, ଆପଣମାନଙ୍କର ଛୋଟବେଳ କଥା ମନେ ପଡ଼େ କି ନାହିଁ? ମୋର ତ ଛୋଟବେଳ କଥା ବହୁତ ମନେ ପଡ଼େ। ମୋର ବାବା ମାଆଙ୍କ ସହିତ ମୁଁ କ'ଣ କରୁଥିଲି, ମୋ ଭାଇମାନଙ୍କ ସହିତ କ'ଣ କରୁଥିଲି, କେମିତି ଆମେ ଝଗଡ଼ା ମାରପିଟ ହେଉଥିଲୁ ଖାଇଲା ବେଳେ। ଆଉ ଭାଗ କେମିତି ଦରକାର ହେଉଥିଲା, ବରଂ ଖାଇ ନ ପାରିବୁ ତାହେଲେ ବି ଭାଗ ଦରକାର। ଏସବୁ ମନେ ପଡ଼ିଲେ ନା ଏବେ ମୁଁ ବହୁତ ମିସ୍ କରେ ତାଙ୍କୁ ସତରେ। ମୋ ଭାଇ ବାପା ଆଉ ଏବେ ତ ଭାଉଜ ଦୁଇଟା ଆସିଲେଣି, ଛୁଆମାନେ ସମସ୍ତଙ୍କୁ ବହୁତ ମିସ୍ କରେ, ମନେ ପକାଇ ତାଙ୍କୁ ସବୁବେଳେ। ଏ ଦେଖନ୍ତୁ ପୁରୀ, ଏମିତି ଯଦି ପୁରୀ ନ ଫୁଲିଲା ତାହେଲେ କ'ଣ ପୁରୀ? ଆଉ ମୋତେ ଏଇ ପୁରୀ ତରକାରୀ ସବୁ ମୋ ବାପା ହିଁ ଶିଖେଇଛନ୍ତି। ମୋ ବାପା ବହୁତ ବଢ଼ିଆ ବନାନ୍ତି, ଏଇଟା ମୋ ବାପାଙ୍କ ସ୍ପେଶାଲ୍ ରେସିପି। ଆପଣମାନଙ୍କୁ ଦେଖନ୍ତୁ ଆଳୁ ତରକାରୀ ହେଇଗଲା ମୋର, କେମିତି ଦେଖିଲେ ତ ତେଲ ମସଲା କିଛି ବି ନାହିଁ। ତାକୁ ଟିକେ ଟିକେ ଏମିତି ଚାପି ଚାପି ଦେବେ ଯେଉଁ ଆଳୁ ଗୁଡ଼ାକୁ, ହେଲେ କ'ଣ କି ଗ୍ରେଭିଟା ଟିକେ ମୋଟା ହେଇଯିବ ଆଉ ବହୁତ ଟେଷ୍ଟ। ବହୁତ କଳା ଜିରା ଏଥିରେ ୟୁଜ୍ କରିବେ, ବହୁତ ଟେଷ୍ଟି। ଆଉ ବେଳେବେଳେ ମୋ ବାପା କ'ଣ କରନ୍ତି କି ପିଆଜ ନ ଦେଇକି ରସୁଣରେ କରନ୍ତି। ଚାଲନ୍ତୁ ଏବେ ଖାଇନେବା। ମୋତେ ବହୁତ ଭୋକ, ପୁରା ଭୋକରେ ମୋ ପେଟରେ ପୁରା ମୂଷା ଦୌଡ଼ିଲେଣି, ମୁଁ ଆଉ ରହିପାରିବିନି। ଚାଲନ୍ତୁ ଖାଇନେବା। ଟ୍ରେରେ ମୁଁ ଦୁଇ ସାଇଡ଼୍ରେ ଦେଖୁଛନ୍ତି ପୁରା ଧୂଆଁ ଉଠା ଗରମ ତରକାରୀକୁ ପୁରା ଫୁଲକା ଫୁଲକା ପୁରୀ। ଖାଇବା ଯାହା ଟେଷ୍ଟ ହେଇଥିଲା ନା କୁହନ୍ତୁନି ଆଉ। ଥରେ ନିଶ୍ଚୟ ଟ୍ରାଏ କରିବେ। ଏପଟେ ବାହାରେ ବହୁତ ବର୍ଷା, ସେପଟେ ଗରମ ଗରମ ପୁରୀକୁ ଆଳୁ ତରକାରୀ ମୁଁ ଖାଇକି ଗଲି। କେମିତି ଶୋଇଛି ମୁଁ ନିଜେ ବି ଜାଣିନି, ମାନେ ପେଟ ଭରିଗଲେ କ'ଣ କି ନିଦ ଜଲ୍ଦି ଆସିଯାଏ। ମୁହଁରେ ଫାଷ୍ଟ ବାଇଟ୍ ନଉ ନଉ ମାନେ ସତ କଥା ମୋର ବାପାଙ୍କର କଥା ଫାଷ୍ଟ ମନେ ପଡ଼ିଲା। ମୋର ବାପାଙ୍କୁ ମୁଁ ଯେତେବେଳେ ବଡ଼ ହେଇଗଲି, ମୁଁ ଯେଉଁଦିନ ମୋର ବାପା ବି ବେଳେବେଳେ ରୁଷନ୍ତି, ତ ଯେଉଁଦିନ ରୁଷିଥିବେ ମୁଁ କହିବି ବାପା ପୁରୀ ତରକାରୀ ଏମିତି ବନେଇବା, ତ ସିଏ ତାପରେ ଖୁସି ହେଇଯିବେ, କହିବେ ହଉ ଚାଲ। ତ ଆମର ବାପା ଝିଅଙ୍କର ଏଇଟା ହେଉଛି ସ୍ପେଶିଆଲ୍ ଆଳୁ ତରକାରୀ ଆଉ ପୁରୀ। ଆମର କିଛି ବି ଘରେ ପର୍ବ ହେଲେ ଲୋକଙ୍କର ଯେମିତି ପିଠାପଣା ଏଇଟା ସେଟା ହୁଏ, ଆମର ବି ହୁଏ। କିନ୍ତୁ କ'ଣ କି ଆମର ପୁରୀ ତରକାରୀଟାକୁ ଆମେ ବେଶୀ ପ୍ରିଫର୍ କରୁ। ଯେଉଁଟା ସମସ୍ତଙ୍କର ପସନ୍ଦ ସେଇଟା ଜାଣିଛନ୍ତି, ହେଲେ ଭଲ ଲାଗେ ଟିକେ। ତ ଯାହା ବି ହେଲା ଚାଲ ପୁରୀ ତରକାରୀ, ଯାହା ହେଲା ଚାଲ ପୁରୀ ତରକାରୀ। ତ ଏଇ ପୁରୀ ତରକାରୀଟା ଆମର ଏମିତି ବି ବହୁତ ଫେମସ୍। ମାନେ ମୋର ମନେ ଅଛି ଇଭିନ୍ ଏଇ 3-4 ଇୟର୍ସ ବ୍ୟାକ୍ ବି ମୁଁ ଘରକୁ ଗଲେ ବାପାଙ୍କୁ କହିବି ବାପା ପୁରୀ ତରକାରୀ କରିଛି ଖାଇବ। ବାପାଙ୍କର ବହୁତ ପସନ୍ଦ ଏଇ ପୁରୀ ତରକାରୀ। ଆଉ ମୁଁ ଆଜି ଏଇଟା ଖାଇଲା ବେଳକୁ ସତରେ ମୋତେ ବହୁତ ମୋ ବାପା ମନେ ପଡ଼ୁଥିଲେ। ଯଦି ସାଙ୍ଗମାନେ ମୋ ଭିଡ଼ିଓ ଆପଣମାନଙ୍କୁ ଭଲ ଲାଗୁଛି ତାହେଲେ ପ୍ଲିଜ୍ ଲାଇକ୍ କମେଣ୍ଟ ସେୟାର କରିବା ପାଇଁ ଭୁଲିବେନି। ଆଉ ମୁଁ ଏତେ କାମ ଭିତରେ ବି ମାନେ ନିଜକୁ ବିଜି ରଖିବା ପାଇଁ ବହୁତ ଚାହେଁ, ସେଥିପାଇଁ ମୁଁ ଭିଡ଼ିଓ ବି ଅପଲୋଡ଼ କରେ ଯାହା ଟିକେ ଟାଇମ୍ ପାଏ। ଘର କାମ କରେ, ଅଫିସ୍ କାମ କରେ, ମାନେ ସବୁବେଳେ ମୁଁ ବିଜି। ଯାହା ଶୋଇବା 4-5 ଘଣ୍ଟା ଛାଡ଼ିକି ମୁଁ ବେଶୀ ଟାଇମ୍ ଶୁଏ ବି ନାହିଁ। ଠିକ୍ ଅଛି ସାଙ୍ଗମାନେ, ଯଦି ମୋର ବାପାଙ୍କର ସ୍ପେଶାଲ୍ ଆଳୁ ତରକାରୀ ଆଉ ପୁରୀ ଆପଣମାନଙ୍କୁ ଭଲ ଲାଗିଛି ତାହେଲେ ଥରେ ନିଶ୍ଚୟ ଟ୍ରାଏ କରିବେ ଆଉ ମୋତେ କମେଣ୍ଟରେ ଜଣାଇବେ କେମିତି ହେଇଛି। ଆଉ ନିଶ୍ଚୟ ଥରେ ଟ୍ରାଏ କରିବେ, ମୋର ଆପଣଙ୍କୁ ରିକ୍ୱେଷ୍ଟ, ଥରେ ନିଶ୍ଚୟ ଟ୍ରାଏ କରିବେ ଏମିତି। ମୁଁ ରହୁଛି, ବାଏ ବାଏ, ଗୁଡ୍ ନାଇଟ୍, ସୁଇଟ୍ ଡ୍ରିମ୍ସ। ଅନ୍ୟ ଗୋଟେ ଭ୍ଲଗ୍ରେ ଆପଣମାନଙ୍କ ସହିତ ଦେଖା ହେବ। ରହିଲି, ବାଏ। ଆପଣମାନେ ବି ଯାଆନ୍ତୁ ଖାଇକି ଶୋଇପଡ଼ିବେ। ମୁଁ ଯାଉଛି ଶୋଇବି ଖାଇକି। ଆଉ ଥରେ କହିଦେଲି, ବାଏ ବାଏ।